ସାର୍ ନମସ୍କାର। ମୁଁ ସ୍ୱାଗତ କରୁଛି ମୋ ଚ୍ୟାନେଲକୁ। ଆପଣଙ୍କ ପରିଚୟଟା ଦେବେ। ମନୋରଞ୍ଜନ ନାୟକ, ଶିମୁଳିଆ, ମାର୍କଣ, ବାଲେଶ୍ୱର। ଆପଣ ଯୋଉ ଏଇ ମାଙ୍କ ବାବଦରେ କଣ କହିବେ? ଇଏ ମା ହଉଛନ୍ତି ଶିମୁଳିଆ ଅଞ୍ଚଳର ଆରାଧ୍ୟ ଦେବୀ, ଯିଏକି ଡାକ ଶୁଣନ୍ତି। ମା ବୋଲି ଡାକିଦେଲେ ଯିଏ ଓ କରେ ସିଏ ହଉଛି ମା ଭଗିଆଶୁଣୀ। ତେଣୁ ତାଙ୍କ ବିଷୟରେ ମୁଁ ତ ପିଲା, ମୋ ପୂର୍ବରୁ କେତେ କଣ କିଏ କଲେଣି ମୁଁ ଜାଣିନି। କାହାର ମନୋବାଞ୍ଛା କଣ ପୂର୍ଣ୍ଣ ହୋଇଥିବ ମୁଁ ତାହା ଜାଣିନି, କିନ୍ତୁ ମୋର ମନୋବାଞ୍ଛା ପୂର୍ଣ୍ଣ ହୋଇଛି ବୋଲି ମୁଁ ତାଙ୍କ ନିକଟକୁ ସବୁବେଳେ ଆସେ। କଣ ମନୋବାଞ୍ଛା ଏମିତି ପୂର୍ଣ୍ଣ ହେଇଛି ମାଙ୍କ? ମୋର ଯେତେବେଳେ ଯୋଉ କାମରେ ମୁଁ ଯାଏ, ମା ମୁଁ ଯାଉଛି ତୁ ମୋର ସାହା, ଏତିକି କହିଲି ଚାଲିଲି ଏବଂ ମୁଁ ପାଇଛି। ମନୋବାଞ୍ଛା ପୂରଣ ହେଲା ପରେ ଆପଣ କଣ ଭୋଗ ଲଗାନ୍ତି କି କଣ 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 କରନ୍ତି ସେଟା କହିବେ? ମୋର ମାକୁ ଯେତେବେଳେ ଇଚ୍ଛା ହୁଏ ଶାଢ଼ୀ ଖଣ୍ଡେ ପିନ୍ଧେଇ ଦିଏ, କେତେବେଳେ ତାନେ ଆପଣଙ୍କର କ୍ଷୀରି ଖେଚୁଡ଼ି ଟିକେ କରେ, କେତେବେଳେ ତାନେ ପ୍ରସାଦ ଟିକେ ଲଗେଇ ଦିଏ। ଏମିତି ଯାହା ମୋର ଇଚ୍ଛା ହୁଏ ମୁଁ ତାଙ୍କୁ ଦିଏ। କିନ୍ତୁ ମୁଁ ଦଉଛି ନୁହେଁ, ମୁଁ ମୁଁ ସବୁବେଳେ କହେ ମୁଁ କିଛି ଦଉନି, ତୁ ଦଉଛୁ ବୋଲି ମୁଁ ତତେ ଦଉଛି। ତୁ ଯୋଉଦିନ ବନ୍ଦ କରିଦବୁ ମୋର ହାତ ଗୋଡ଼, ମୁଁ ସେଦିନ ତତେ ଦେବିନି। ଆଉ ମୋର ଏଇଆ। ବହୁତ ବହୁତ ଧନ୍ୟବାଦ, ଆପଣ କିଛି ସମୟ ଆପଣ ଆମ ସହିତ ବିତେଇଥିବାରୁ। ଆଉ ଧନ୍ୟବାଦ।